ଗାଁରେ ବଉଳା ନାମରେ ଗୋଟିଏ ଗାଈଟିଏ ରହୁଥିଲା। ସେ ଦେଖିବାକୁ ଭାରି ସୁନ୍ଦର। ବଉଳାର ସ୍ୱଭାବ ବହୁତ ଶାନ୍ତଶିଷ୍ଟ ଥିଲା। ବଉଳା ଗାଈର ସ୍ୱଭାବ ଗାଁରେ ଥିବା ଅନ୍ୟାନ୍ୟ ପଶୁ ଏବଂ ଗ୍ରାମବାସୀମାନେ ତାକୁ ଭାରି ଭଲ ପାଆନ୍ତି। କାହାକୁ? ବଉଳାକୁ। ସେ ସମସ୍ତଙ୍କ ସାଥିରେ ସ୍ନେହ ଆଦରର ସହିତ ରହୁଥିଲା। ବଉଳାର ଗୋଟିଏ ଛୋଟ ଗୁଲୁଗୁଲିଆ ବାଛୁରୀଟିଏ ଥିଲା। ଦିନକର କଥା, ବଉଳା ଜଙ୍ଗଲରେ ଘାସ ଚରୁ ଚରୁ ଘଞ୍ଚ ଜଙ୍ଗଲକୁ ପଶି ଯାଇଥାଏ। ସେଠାରେ ସେ ଗୋଟେ ବାଘ ହାବୁଡ଼ରେ ପଡ଼ିଗଲା। ବାଘଟି ତାକୁ ଆକ୍ରମଣ କରିବାକୁ ଯାଉଥିବା ବେଳେ ବଉଳା ତାକୁ କାକୁତି ମିନତି କରି କହିଲା, ବାଘ ଭାଇ, ମୋତେ ଛାଡ଼ିଦିଅ ବାଘ ଭାଇ। କିଏ କହିଲା? ବଉଳା କହିଲା, ମୋର ଗୋଟିଏ କଅଁଳା ବାଛୁରୀଟିଏ ଅଛି ବାଘ ଭାଇ। ସେ ଏବେ ମୋ ବାଟ ଚାହିଁ ବସିଥିବ। ମୁଁ ଘରକୁ ଯାଇ ତାକୁ କ୍ଷୀର ପିଆଇ ଆସିଲେ ତମେ ମୋତେ ଖାଇବ। ବଉଳା କଥା ଶୁଣି ବାଘକୁ ଭାରି ହସ ମାଡ଼ିଲା। ବାଘ ହସିକିରି କହିଲା, ବଉଳା, ତୁ କ'ଣ ମୋତେ ବୋକା ଭାବୁଛୁ? କାହାର ପୁଣି ନିଜ ଜୀବନକୁ ଲୋଭ ନାହିଁ। ସେ ଜାଣି ଜାଣି ପୁଣି ମରଣ ପାଖକୁ ଆସିବ। ପାଇଥିବା ଶିକାରକୁ ମୁଁ ଜମା ଛାଡ଼ିବି ନା। ବଉଳା କିନ୍ତୁ ବାଘକୁ ବହୁତ ବିନତି କରି କହିଲା, କ'ଣ କହିଲା? ମୁଁ ତମକୁ କଥା ଦଉଛି ବାଘ ଭାଇ, ମୁଁ ମୋ ବାଛୁରୀକୁ ଥରେ ମାତ୍ର କ୍ଷୀର ପିଆଇ ଦେବି, ଆଉ ତାକୁ ମନ ଭରି ଗେଲ କରିକିରି ତାପରେ ମୁଁ ତମ ଭୋଜନ ହେବାକୁ ନିଶ୍ଚୟ ଫେରି ଆସିବି। ବାଘକୁ ବଉଳା କଥା ଶୁଣି ଭାରି ଆଶ୍ଚର୍ଯ୍ୟ ଲାଗିଲା। ସେ ବଉଳାକୁ ଛାଡ଼ିଦେଲା। ବଉଳା ସାଙ୍ଗେ ସାଙ୍ଗେ ଦୌଡ଼ି ଦୌଡ଼ି ତା ଛୁଆ ପାଖକୁ ଗଲା। ତାକୁ ପେଟ ଭରି କ୍ଷୀର ପିଆଇଲା ଆଉ ବହୁତ ଗେଲ କଲା। ସେ ତା ଛୁଆ ବାଛୁରୀକୁ ବୁଝେଇ ସୁଝେଇ କହିଲା, ଜମା କାନ୍ଦିବୁନି, ଜମା କାହାର କ୍ଷତି କରିବୁନି, ସମସ୍ତଙ୍କ ସହିତ ମିଳିମିଶି ଚଳିବୁ, ସବୁବେଳେ ସତ କହିବୁ। ଏକଥା କହିସାରି ପୁଣି ବଉଳା ଜଙ୍ଗଲକୁ ଯାଇ ବାଘର ଗୁମ୍ଫା ପାଖକୁ ଗଲା। ବଉଳାକୁ ଦେଖି ବାଘ ଆଶ୍ଚର୍ଯ୍ୟ ହୋଇଗଲା। ସେ ଜାଣିପାରିଲା ବଉଳା ନିଜର ଜୀବନ ଅପେକ୍ଷା ନିଜର କଥାକୁ ବହୁତ ମହତ୍ତ୍ୱ ରଖେ। ଏମିତି ଗୋଟେ ଭଲ ପ୍ରାଣୀକୁ ବାଘ କେମିତି ବା ମାରି ପାରିଥାନ୍ତା? ତେଣୁ ସେ ବଉଳାକୁ ଫେରାଇ ଦେଲା। ଏହି ଗପରୁ ଆମେ କ'ଣ ଶିଖିଲେ? ନା ସତ ବଳରେ ମୃତ୍ୟୁ ମୁଖରୁ ମଧ୍ୟ ବଞ୍ଚି ହୁଏ।